2018 ସେଞ୍ଚୁରିଆନ୍ ୟୁନିଭର୍ସିଟି ଜଏନ୍ କଲି। ଘରଠାରୁ ଏତେ ଦୂରକୁ ଯିବି, ହଷ୍ଟେଲରେ ରହିବି, ଭାବିଲେ ମନରେ ଟିକେ ଡର ଲାଗୁଥିଲା। କେମିତିକା ରୁମ୍ ମିଳିବ, କେମିତିକା ରୁମ୍ମେଟ୍ ମିଳିବେ, କେମିତି ରହିବି ଘରଠାରୁ ଏତେ ଦୂରରେ। ଅନେକ ଲୋକଙ୍କ ଠାରୁ ହଷ୍ଟେଲ ଜୀବନ ବିଷୟରେ ଅନେକ କଥା ଶୁଣିଥିଲି, ତେଣୁ ମନରେ ଭୟ ନେଇ ହିଁ ହଷ୍ଟେଲ ଯାଇଥିଲି। କିନ୍ତୁ ରୁମ୍ମେଟ୍ ମାନଙ୍କ ସହିତ ରହିବା ପରେ ରୁମ୍ମେଟ୍ ଶବ୍ଦର ଡେଫିନେସନ୍ ହିଁ ବଦଳିଗଲା। ଧୀରେ ଧୀରେ ଘରକୁ ମିସ୍ କରିବା ଟିକେ ଟିକେ କମିଗଲା। ଏକ୍ଜାମ ସମୟରେ ମିଶିକି ଲାଇବ୍ରେରୀ ଯିବା, ଜଣେ ଫେରି ନ ଆସିଲେ ଅନ୍ୟମାନଙ୍କ ଫୋନ୍ ଆସିବା, କୋଉଠି ଅଛୁ, ଏତେ ସମୟ ହେଲା ଫେରିନୁ କାହିଁକି, ଏକାଠି ଖାଇବା, ଏକାଠି ହସିବା ଆଉ ଲେଟ୍ ନାଇଟ୍ ପର୍ଯ୍ୟନ୍ତ ବସି କେତେ କ'ଣ ଗପିବା। କେବେ ଜାଣିପାରିଲୁନି ଯେ ଅଜଣା ଲୋକମାନେ କେତେବେଳେ ହଠାତ୍ ଏତେ ନିଜର ହେଇଗଲେ। ଦେହ ଖରାପ ହେଲେ ଘର ଲୋକଙ୍କ ଭଳି ଯତ୍ନ ବି ନେଉଥିଲେ। ଫେଷ୍ଟ ଆସିଲେ ପରସ୍ପରକୁ ସଜଉଥିଲୁ, ଫଟୋ ଉଠାଉଥିଲୁ ଆଉ ସେଇ ଛୋଟ ଛୋଟ ମୁହୂର୍ତ୍ତକୁ ସ୍ମୃତି କରି ରଖୁଥିଲୁ। ସେତେବେଳେ ଜାଣିନଥିଲୁ ଏହି ଦିନଗୁଡ଼ିକ ଦିନେ ଏତେ ମନେ ପଡ଼ିବ ବୋଲି। 2020 ଆମ ଲାଷ୍ଟ ଇୟର ଥିଲା। କରୋନା ଆସିଗଲା ଆଉ ଆମେ ପରସ୍ପରକୁ ଗୋଟେ ପ୍ରପର ଗୁଡ୍ ବାଇ ବି ଦେଇପାରିଲୁନି। ନା ଶେଷ ଥର ଏକାଠି ବସି ଗପିଲୁ, ନା ଶେଷ ଥର ଏକାଠି ଖାଇଲୁ, ନା କେହି କହିପାରିଲୁ ଭଲରେ ରହିବୁ ଆଉ କଣ୍ଟାକ୍ଟରେ ବି ରହିବୁ। କେବଳ ହଠାତ୍ ସମସ୍ତେ ନିଜ ନିଜ ଘରକୁ ଚାଲିଗଲୁ। ଆଜି ଏତେ ବର୍ଷ ପରେ ବି କେବେ କେବେ ସେଇ ହଷ୍ଟେଲ ରୁମ୍, ସେଇ ଲାଇବ୍ରେରୀ, ଲେଟ୍ ନାଇଟ୍ ଗସିପ୍, ସେଇ ହସ ଆଉ ସେଇ ସାଙ୍ଗମାନେ ବହୁତ ମନେ ପଡ଼ନ୍ତି। ଜୀବନ ଆଗକୁ ବଢ଼ିଗଲା, ସମସ୍ତେ ନିଜ ନିଜ ଜୀବନରେ ବ୍ୟସ୍ତ ହୋଇଗଲେ, କିନ୍ତୁ ମନର ଗୋଟିଏ କୋଣରେ 2018ରୁ 2020 ଯାଏଁ ସେହି ଦିନଗୁଡ଼ିକ ଆଜି ବି ସେମିତି ଅଛି। କିଛି ସମ୍ପର୍କ ଜୀବନରୁ ଦୂରେଇ ଯାଏ, କିନ୍ତୁ ସ୍ମୃତିରୁ କେବେ ନୁହଁ।